ନବରାତ୍ରିର 9 ଦିନରେ ମାଙ୍କ ପ୍ରିୟ ଫୁଲ ଅର୍ପଣ କରି ମାଙ୍କ କୃପା ପାଆନ୍ତୁ। ନବରାତ୍ରିର 9 ଦିନରେ ମାଙ୍କ 9 ସ୍ୱରୂପକୁ ବିଧିବିଧାନ ସହିତ ପୂଜା କରାଯାଏ। ମାଙ୍କର ଅଲଗା ଅଲଗା ସ୍ୱରୂପକୁ ତାଙ୍କର ପସନ୍ଦ ଅନୁସାରେ ପ୍ରିୟ ଫୁଲ ଅର୍ପିତ କଲେ ମାଙ୍କ ସବୁ ରୂପର ଦେବୀ ପ୍ରସନ୍ନ ହୁଅନ୍ତି। ଆସନ୍ତୁ ଜାଣିବା ନବରାତ୍ରିର 9 ଦିନ ପୂଜାରେ କେଉଁ ଫୁଲ କେଉଁ ଦିନ ଅର୍ପଣ କରିବେ। ନବରାତ୍ରିର ପ୍ରଥମ ଦିନ ମା ଶୈଳପୁତ୍ରୀଙ୍କୁ ପୂଜା କରାଯାଏ। ମା ଶୈଳପୁତ୍ରୀଙ୍କୁ ଲାଲ ମନ୍ଦାର ଫୁଲ ଓ ଧଳା କନିଅର ଫୁଲ ଅଧିକ ପ୍ରିୟ, ତେଣୁ ମାଙ୍କ ପୂଜାରେ ଏହି ଫୁଲ ନିଶ୍ଚୟ ଚଢ଼ାନ୍ତୁ। ଦ୍ୱିତୀୟ ଦିନରେ ମା ବ୍ରହ୍ମଚାରିଣୀଙ୍କୁ ପୂଜା କରାଯାଏ। ମାତାଙ୍କୁ ବଟବୃକ୍ଷର ଫୁଲ ଓ ସେପତି ଫୁଲ ବହୁତ ପସନ୍ଦ। ଏହି ଦିନ ପୂଜାରେ ଏହି ଫୁଲ ନିଶ୍ଚୟ ଅର୍ପିତ କରନ୍ତୁ। ତୃତୀୟ ଦିନ ମା ଚନ୍ଦ୍ରଘଣ୍ଟା ପୂଜା ପାଆନ୍ତି। ଏହି ଦିନ ମାଙ୍କ ପୂଜାରେ ପଦ୍ମଫୁଲ ଓ ଶଙ୍ଖପୁଷ୍ପୀ ଫୁଲ ଅର୍ପିତ କଲେ ଦେବୀ ପ୍ରସନ୍ନ ହେବେ। ଚତୁର୍ଥ ଦିନ ମା କୁଷ୍ମଣ୍ଡାଙ୍କ ପୂଜା ହୁଏ। ଏହି ଦିନ ପୂଜାରେ ମଲ୍ଲି ବା ହଳଦିଆ ରଙ୍ଗର କନିଅର ଗେଣ୍ଡୁ ଫୁଲ ଚଢ଼ାନ୍ତୁ। ମାଙ୍କ ଆଶୀର୍ବାଦ ମିଳିବ। ନବରାତ୍ରିର ପଞ୍ଚମ ଦିନ ସ୍କନ୍ଦମାତାଙ୍କୁ ପୂଜା କରାଯାଏ। ସେଦିନ ପୂଜାରେ ଯେକୌଣସି ହଳଦିଆ ରଙ୍ଗର ଫୁଲ ଅର୍ପିତ କରନ୍ତୁ। ଏହି ଫୁଲ ଅର୍ପଣ କଲେ ମା ପ୍ରସନ୍ନ ହୋଇ ସୁଖ ସମୃଦ୍ଧିର ଆଶୀର୍ବାଦ ଦିଅନ୍ତି। ଷଷ୍ଠ ଦିନ ଦେବୀ କାତ୍ୟାୟନୀଙ୍କ ପୂଜା ହୁଏ। ମାତାଙ୍କୁ ଗେଣ୍ଡୁ ଓ ବରକୁଳି ଗଛର ଫୁଲ ଅତି ପ୍ରିୟ। ଏହି ଫୁଲରେ ମାଙ୍କୁ ପୂଜା କଲେ ମାଙ୍କ କୃପା ମିଳିବ। ସପ୍ତମ ଦିନ ମା କାଳରାତ୍ରିଙ୍କ ପୂଜା ହୁଏ। ଏହି ପୂଜାରେ ନୀଳ ରଙ୍ଗର ପଦ୍ମ ବା ନୀଳ ରଙ୍ଗର କୌଣସି ଫୁଲ ଅର୍ପିତ କରନ୍ତୁ। ନବରାତ୍ରିର ଅଷ୍ଟମ ଦିନ ମା ମହାଗୌରୀ ପୂଜା ପାଆନ୍ତି। ଏହି ଦିନ ପୂଜାରେ ମଲ୍ଲି ଫୁଲ ଅର୍ପିତ କଲେ ଘର ପରିବାର ଉପରେ ମାତାଙ୍କ କୃପା ଦୃଷ୍ଟି ରହେ। ନବରାତ୍ରିର ନବମ ଦିନ ମା ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ। ଏହି ପୂଜାରେ ଚମ୍ପା ଓ ମନ୍ଦାର ଫୁଲ ଚଢ଼ାନ୍ତୁ। ମାତାଙ୍କ କୃପା ସର୍ବଦା ରହିବ। ଫ୍ରେଣ୍ଡସ୍, ମାତା ଆପଣମାନଙ୍କ ଦୁଃଖ କଷ୍ଟ ଦୂର କରି